କୋଣାର୍କ ସ୍ୱର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ 5 ଦିନିଆ ଝୁଲଣ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଦ୍ୱିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ନିମାପଡ଼ା ପ୍ରେସ୍ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା ଏବଂ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଚରଣରେ ଶିଳ୍ପୀ ରୋଜାଲିନ୍ ସ୍ୱାଇଁଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ, କଲିକତାର ଡକ୍ଟର ମାନ୍ୟା ଚକ୍ରବର୍ତ୍ତୀ ଏବଂ ସାଥୀଙ୍କ ଦ୍ୱାରା ମଣିପୁରୀ ନୃତ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା। ପରେ ପରେ ପୁରୀ କୃଷ୍ଣମାନି ନୃତ୍ୟ କଳାପୀଠ ଦ୍ୱାରା ପରିବେଷିତ ମାହାରୀ ନୃତ୍ୟ ଏବଂ ବାଙ୍ଗାଲୋରର ଶ୍ୱେତା ପ୍ରସାନାଙ୍କ କୁଚିପୁଡ଼ି ନୃତ୍ୟ ଆକର୍ଷଣୀୟ ହୋଇଥିଲା। କୋଣାର୍କ ନାଟ୍ୟମଣ୍ଡପ ସଭାପତି ଖଗେଶ୍ୱର ଖଣ୍ଡାୟତ ରାୟ, ସମ୍ପାଦକ ଶିବାଶିଷ ପ୍ରଧାନ, କାର୍ଯ୍ୟକାରୀ ସଭାପତି ରମଣୀ ରଞ୍ଜନ ଜେନା, ଗୁରୁ ବାନାମ୍ବର ସ୍ୱାଇଁ, ବିଜୟ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନାଟ୍ୟମଣ୍ଡପ ଦ୍ୱାରା ଆୟୋଜିତ ଝୁଲଣ ଉତ୍ସବ ଖାଲି ପୁରୀ ଜିଲ୍ଲା ନୁହେଁ, ରାଜ୍ୟରେ ଏବଂ ରାଜ୍ୟ ବାହାରେ ବେଶ୍ ଆଦୃତ ହୋଇପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟମଣ୍ଡପର ଗୁରୁ ଜୟକୃଷ୍ଣ ନାୟକ, ସୁଲୋଚନା ପ୍ରଧାନ, ସଞ୍ଜୀବନୀ ପ୍ରଧାନ ଏବଂ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ। ଅକ୍ଷୟ ବେହେରାଙ୍କ ରିପୋର୍ଟ। मंचर पौधा एवं गाथा प्रतिभूत करे शिल्पीमान को सुंदर आदर्श भावानुभाव पर